ଖୋଲିଦେଲା ମାତ୍ରେ ଟିଭି ଖୋଲିଲା ମାତ୍ରେ ସବୁଥିରେ ଗୋଟେ ଲାଗି ଯାଉଥିବ ଯେ ଅମୁକ ଜାଗାରେ ନିର୍ମମ ହତ୍ୟା, କେଉଁଠି ବାପାକୁ ପୁଅ ମାରିଲାଣି, କେଉଁଠି ସ୍ତ୍ରୀକୁ ସ୍ୱାମୀ ମାରିଲାଣି, କେଉଁଠି ଘର ଆଗରେ ବସିଥିବା ନିରିଆ ମହିଳାଟିକୁ ପୁଲିସ ରେସ୍କ୍ୟୁ ଦେଉନାହିଁ, ତାକୁ ହତ୍ୟା କରାଗଲାଣି। ଏହି ଘଟଣା ଆପଣ ସବୁଦିନ ଆପଣମାନେ ବେଶୀ ଦେଖୁଛନ୍ତି ଏବଂ ଲୋକଙ୍କ ପାଖକୁ ଦେଖାଉଛନ୍ତି। ଆମର ଦୁଃଖର କଥା ହେଉଛି ଗୋଟିଏ ସରକାର 2 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ରହିଲାଣି, 3 ବର୍ଷ ଚାଲିଲାଣି ଏବଂ ଗତ ବର୍ଷ ଜାନୁଆରୀ 26ରେ ଏଇ ବର୍ଷ ଯେଉଁ 26 ମସିହା ଜାନୁଆରୀ ମାସରେ ଯେଉଁ ବାହାରେ ହ୍ୱାଇଟ୍ ପେପର୍ ବାହାରେ ସମସ୍ତ ପୋଲିସ ରେକର୍ଡ ପୋଲିସର ରେକର୍ଡ ଯାହା ବାହାରେ ସେ ଯାହା ଦେଇଛନ୍ତି ଖବର ସମ୍ବାଦ ଯାହା ଦେଇଛନ୍ତି ତାଙ୍କର ଯାହା ରିପୋର୍ଟ ଆସିଛି ତାକୁ ଅନୁଧ୍ୟାନ କଲେ ଆମେ ସମସ୍ତେ ଦେଖିବା ବଡ଼ ଦୁର୍ଭାଗ୍ୟଜନକ ସ୍ଥିତି ଓଡ଼ିଶାରେ। ବିହାରରେ ଏମିତି ଜଙ୍ଗଲରାଜ ଯେଉଁ କଥା କହୁଥିଲେ ବିଜେପି ବାଲା ଜଙ୍ଗଲରାଜ ଚାଲିଛି ବିହାରରେ ବୋଲି, ବିହାର ଜଙ୍ଗଲରାଜ ଠାରୁ ଆଉ ଅଧିକ ବଢ଼ିଯାଇଛି। ଦିନକୁ 7ରୁ 8ଟି ମହିଳାମାନଙ୍କର ନିର୍ଯାତନା ଏବଂ ତା ଭିତରୁ 3 ଜଣଙ୍କର ମୃତ୍ୟୁ ରହିଛି। ପ୍ରତିଦିନ ଆକ୍ସିଡେଣ୍ଟରେ ଦୁର୍ଘଟଣାରେ ମଦ ଖାଇକରି, କାରଣ ମଦ ପରୀକ୍ଷା କରାଯାଉଛି, ମଦ ଖାଇକରି ସେମାନଙ୍କର ଦୁର୍ଘଟଣାରେ ପ୍ରତିଦିନ 8ରୁ 11 ଜଣ ମୃତ୍ୟୁବରଣ କରୁଛନ୍ତି ଓଡ଼ିଶାରେ। ସବୁଠାରୁ ବଡ଼ ଦୁର୍ଭାଗ୍ୟଜନକ ସ୍ଥିତି ଓଡ଼ିଶାରେ ସଡ଼କ ବ୍ୟବସ୍ଥାରେ, ଯାତାୟାତ ବ୍ୟବସ୍ଥାରେ ଏବଂ ତା'ଠାରୁ ଆହୁରି ବ୍ୟବସ୍ଥା ଖରାପ। ଆମ ଘର ପରିବାରରେ, ପ୍ରତ୍ୟେକ ପରିବାରରେ ଭାରତବର୍ଷ କୁଆଡ଼େ ପୃଥିବୀର ସବୁଠାରୁ ଗୁରୁ ହୋଇଥାନ୍ତା, ଭାରତ ସାରା ବିଶ୍ୱର ଗୁରୁ ହୋଇଥାନ୍ତା, ବିଶ୍ୱ ଗୁରୁ ହୋଇଥାନ୍ତା। ସେଇ ବିଶ୍ୱ ଗୁରୁର ପ୍ରତ୍ୟେକ ପରିବାରରେ ବାପକୁ ମା' ମାରୁଛି, ପୁଅ ମାରୁଛି ବାପକୁ, ପୁଅ ମାରୁଛି ମା'କୁ। ଏ ଘଟଣା ଆମେ ସବୁଦିନ ଦେଖୁଛୁ। ଏଇ ଯେଉଁ ସ୍ଥିତି ଭାରତବର୍ଷରେ ଅଛି, ବିଶେଷ ଭାବରେ ଯେଉଁ ରାଜ୍ୟରେ ଏତେ ଘଟୁନଥିଲା ଓଡ଼ିଶାରେ, ସେଠି ବର୍ତ୍ତମାନ ସାଂଘାତିକ ଅବସ୍ଥା, ସାଂଘାତିକ ସ୍ଥିତି ଅଛି। ଆପଣ ଏବେ ଦେଖିବେ ବାଲିଅନ୍ତା ବାଲିପାଟଣାରେ 2 ଜାଗାରେ 2ଟା ଥାନା, ବାଲିଅନ୍ତା ଗୋଟିଏ ନିର୍ବାଚନ ମଣ୍ଡଳୀର ବାଲିଅନ୍ତା ଥାନା ଓ ବାଲିପାଟଣା ଥାନା, 2ଟି ଯାକ ଥାନାରେ 2ଟି ସାଂଘାତିକ ଘଟଣା ଘଟିଛି। ବାଲିଅନ୍ତାରେ ଯେଉଁ ଘଟଣାଟି ଘଟିଲା, ଗୋଟିଏ ଝିଅ ଆସୁଥିଲେ ସ୍କୁଟିରେ, ଆପଣ ଦେଖିଛନ୍ତି ଜାଣିଛନ୍ତି, ଆପଣ ମିଡ଼ିଆରେ କୁହାଯାଇଛି। ସେ ଘଟଣା ଅନୁସନ୍ଧାନ ଚାଲିଛି ଏବଂ ତା'ର କୁଆଡ଼େ ଘଟୁଥିବ ଆମେ ଜାଣୁନାହିଁ, କିନ୍ତୁ ସେହି ଦିନ କୌଣସି ପ୍ରକାରର ସାମାନ୍ୟତମ ଭୟ ପୋଲିସ କି ଲୋକଙ୍କର ଆଉ ନାହିଁ ଏବଂ ପୋଲିସରେ ମଧ୍ୟ ସରକାରକୁ ଆଦୌ ଭୟ ନାହିଁ। ପୋଲିସ କି ଲୋକଙ୍କର ଭୟ ନାହିଁ, ପୋଲିସର ସରକାରକୁ ଭୟ ନାହିଁ। ଏ ଅବସ୍ଥା ଆମେ ଦେଖିଲୁ, କାରଣ ବାଲିଅନ୍ତାରେ ଘଟିବାର ଘଟଣାର ଅଳ୍ପ ଘଣ୍ଟା ପରେ ଆମେ ଦେଖିଲୁ ବାଲିପାଟଣାରେ ଗୋଟେ ସେଇ ପ୍ରକାରର ହତ୍ୟାକାଣ୍ଡ ଘଟିଛି। ଆପଣ କଳାହାଣ୍ଡିରେ ଦେଖିଛନ୍ତି, ଦୂର ଦୂରନ୍ତ ଜାଗାରେ, କିନ୍ତୁ ଭୁବନେଶ୍ୱରରେ ଆଉ ଗୋଟିଏ ବଡ଼ ଦୁର୍ଘଟଣା। ଯେଉଁମାନେ ମନ୍ଦିର ନାଁ ନେଇକରି ଆସିଥିଲେ, ଭୋଟ ପାଇକି ଆସିଥିଲେ, ଆପଣ ପ୍ରତିଦିନ ଦେଖିବେ, ଯେକୌଣସି ମିଡ଼ିଆକୁ ଆପଣ ଖୋଲିଦେବେ ଏବଂ ଖବର ସଂଗ୍ରହ କରୁଛନ୍ତି, ଖବର ଦେଉଛନ୍ତି, ଏବଂ ସେ ମିଡ଼ିଆରେ ଦେଖିବେ ପ୍ରତିଦିନ ଗୋଟେ କୌଣସି ନା କୌଣସି ମନ୍ଦିରରୁ ସୁନା ରୂପା ତାଙ୍କର ଗହଣା ଗାଣ୍ଠି ଚୋରି ଯାଉଛି ଏବଂ ସେ ଚୋର କିଏ ନେଉଛି ସେ ଚୋରି ଏବଂ ଜଣାପଡ଼ୁଛି ଯେମିତି ତା ପଛରେ କେଉଁ ସରକାରଙ୍କର ହାତ ଅଛି। ମୁଁ ଆଜି ଅଭିଯୋଗ କରୁଛି, କାରଣ ଏପର୍ଯ୍ୟନ୍ତ ଯେଉଁ ଚୋରି ଯାଇଥିବା ସମସ୍ତ ଠାକୁର ମନ୍ଦିରରୁ ସୁନା ବା ରୂପା ଧରା ହୋଇକରି ଫେରସ୍ତ ଦିଆଯାଇ ନାହିଁ, ଅନେକ ମନ୍ଦିରରେ ଦିଆଯାଇ ନାହିଁ। ଆଉ ମୁଁ ତ ଭାବୁଛି ବାଲିଅନ୍ତା ବାଲିପାଟଣା ଅଞ୍ଚଳର ବ୍ୟକ୍ତି ନିଶ୍ଚୟ ଅଛନ୍ତି, ସେ ତାଙ୍କର ଏ ଅଞ୍ଚଳରେ ବିଶେଷ ଭାବରେ ଚୋରି ଯାଉଛି, ଅଞ୍ଚଳରେ ଭୁବନେଶ୍ୱରକୁ ଲାଗିକି।